ମୁଁ ରବୀନ୍ଦ୍ର କୁମାର ପରିଡ଼ା ମାର୍ଶାଘାଇ ବ୍ଲକ ପରକୁଳା ପଞ୍ଚାୟତର ଜଣେ ୱାର୍ଡ଼ ମେମ୍ବର। ଆଜି ଯେଉଁ ଆସିଥିଲୁ ଆମେ ପ୍ରଥମ ମହାକଳପଡ଼ା ଯାଇଥିଲୁ, ସେଠି ବିଡ଼ିଓଙ୍କୁ ଦାବିପତ୍ର ମଧ୍ୟ ଦେଇଛୁ। ମାର୍ଶାଘାଇରେ ମଧ୍ୟ ବିଡ଼ିଓଙ୍କୁ ଦାବିପତ୍ର ଆଜି ଦେଇଛୁ। ଆମମାନଙ୍କର ଆମମାନଙ୍କ ପ୍ରତି ଯେଉଁ ଅନ୍ୟାୟ ହେଇଛି, ଯେଉଁ ଦରମା କରାହେଇଛି 240 ଟଙ୍କା, ଆମମାନଙ୍କ ପାଇଁ କିଛି ନାହିଁ। ପଞ୍ଚାୟତରେ କୌଣସି ପ୍ରକାର ବି ସରପଞ୍ଚ ଆମକୁ କୌଣସି କାମରେ ବି ପଚାରୁନାହାନ୍ତି କି ବ୍ଲକ ଜରିଆରେ ବି କିଛି ପଚାରୁନାହାନ୍ତି। କେଉଁଥିରେ ଆମର କିଛି ଅବଦାନ ନାହିଁ। ତେଣୁ ଖଟିଲା ଲୋକ ହେଉଛୁ ଆମେ। ପ୍ରତ୍ୟେକ ଲୋକଙ୍କ ପାଖରୁ ଗାଳି ଶୁଣିଲା ଲୋକ ବି ମଧ୍ୟ ଆମେ। ଯଦି କୌଣସି ଗରିବ ଗୁରୁବା ଲୋକର ଯଦି କିଛି ଅସୁବିଧା ହେଉଛି, ସେ ପ୍ରଥମ ଆମକୁ ହିଁ ଗାଳି ଗୁଲଜ କରୁଛି। ତେଣୁ ଆମକୁ କୌଣସି ଜିନିଷରେ ପ୍ରାଧାନ୍ୟ ଦିଆଯାଉନାହିଁ। ବର୍ତ୍ତମାନ ପାଇଁ ହେଲା କ'ଣ, ଦରମା ସମସ୍ତଙ୍କର ଏଇଠି ବୃଦ୍ଧି ହେଇଛି, ଆଉ ଆମମାନଙ୍କର ଦରମା ଏଇଠି କିଛି ନାହିଁ। ଅନ୍ୟମାନଙ୍କ ପାଇଁ ଲାଗୁ ହେଇଛି, ଏପର୍ଯ୍ୟନ୍ତ ତାଙ୍କୁ ମିଳିଛି ନ ମିଳିଛି ସେ ରିପୋର୍ଟ ଆମ ପାଖରେ ନାହିଁ। ସୋସିଆଲ ମିଡ଼ିଆ ଜରିଆରେ ଆମେ ଦେଖିଲୁ ଯେ ସବୁ ନ୍ୟାୟ ସରପଞ୍ଚ ସଭ୍ୟ ଜିଲ୍ଲା ପରିଷଦ ସମସ୍ତଙ୍କ ଦରମା ବୃଦ୍ଧି ହେଇଛି। ସୋସିଆଲ ମିଡ଼ିଆରେ ଆମେ ଦେଖିଲୁ। ଆଜି ଜିଲ୍ଲାପାଳଙ୍କୁ ଅବଗତ କରାଇଛୁ, ପ୍ଲସ୍ ବିଡ଼ିଓମାନଙ୍କୁ ବି କରାଇଛୁ। ସେମାନେ ଯେହେତୁ ଆଚରଣ ବିଧି ବର୍ତ୍ତମାନ ଲାଗୁ ଅଛି, ଆମର ଯେଉଁ ଦୁଇଟା ବ୍ଲକର ଯେଉଁ ମହାକଳପଡ଼ା ମାର୍ଶାଘାଇର ଯେଉଁ ଆମେ ବର୍ତ୍ତମାନ 55 ପଞ୍ଚାୟତର ଯେଉଁ ୱାର୍ଡ଼ ସଭ୍ୟମାନେ ଅଛୁ, ଆଗାମୀ ଦିନରେ ଯଦି ଆମ ଦାବି ପୂରଣ ନ ହୁଏ, ଓଡ଼ିଶା ମହାସଂଘ ସହିତ ରହି ରାଜରାସ୍ତାକୁ ନିଶ୍ଚିତ ଭାବରେ ଓହ୍ଲାଇବୁ। ମୁଁ ନନ୍ଦଲାଲ ପଲେଇ, ବତିଘର ପଞ୍ଚାୟତ। ମୁଁ 10 ନମ୍ବର ୱାର୍ଡ଼ ମେମ୍ବର। ମୁଁ ଜିଲ୍ଲାପାଳକୁ ଭେଟିବାର ଉଦ୍ଦେଶ୍ୟ ହେଲା, ଆମର ଯେଉଁ ଦରମା ଆମେ ପଞ୍ଚାୟତ ସ୍ତରରେ ସବୁକିଛି କାମ ଆମେ କରୁଛୁ, କିନ୍ତୁ ସମସ୍ତଙ୍କର ଦରମା ବୃଦ୍ଧି ହେଲା, କିନ୍ତୁ ୱାର୍ଡ଼ ମେମ୍ବରମାନଙ୍କର କିଛି ଦରମା ନାହିଁ କି କିଛି ନାହିଁ। ସେମାନେ ସେଇଭଳି ଭାବରେ ଅବହେଳିତ ଅବସ୍ଥା ରହିବାରୁ ଆମେ ଆଜି ଜିଲ୍ଲାପାଳକୁ ଭେଟି ଆମେ ଆମର ଦାବିପତ୍ର ଦେଲୁ। ଦାବିପତ୍ର ଦେଇ ସାରିଲା ପରେ ଆମେ ବି ମଧ୍ୟ ମହାକଳପଡ଼ା ବ୍ଲକରେ ବିଡ଼ିଓ ମହୋଦୟକୁ ମଧ୍ୟ ଆମର ଦାବିପତ୍ର ଦେଇଛୁ ଏବଂ ମାର୍ଶାଘାଇ ବ୍ଲକରେ ମଧ୍ୟ ଆମ ଦାବିପତ୍ର ଆମେ ଦେଇଛୁ। ଦେଇ ସାରିଲା ପରେ ଆମେ ଯଦି ସରକାର ଆମ କଥା ଯଦି ନ ଶୁଣିବ, ତାହେଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ। ଦେବିକା ନାୟକ, ମୁଁ ହେଉଛି ଗଡ଼ରମିତ ପଞ୍ଚାୟତର ୱାର୍ଡ଼ ମେମ୍ବର ଅଛି। ସମସ୍ୟା ସରକାର ସମସ୍ତଙ୍କୁ, ସରପଞ୍ଚ ସଭ୍ୟ ସମସ୍ତଙ୍କର, ନ୍ୟାୟ ସରପଞ୍ଚ ତାଙ୍କ ଦରମା ବୃଦ୍ଧି କରିଛନ୍ତି, ହେଲେ ଆମ ୱାର୍ଡ଼ ମେମ୍ବରମାନଙ୍କୁ ଅବହେଳିତ କରିଛନ୍ତି। ଆମେ ସେଥିଲାଗି ମହାକଳପଡ଼ା ବିଡ଼ିଓଙ୍କ ପାଖକୁ ଯାଇଥିଲୁ, ସେଠି ଆମ ଦାବିପତ୍ର ଦେଲୁ। ମାର୍ଶାଘାଇ ଯାଇଥିଲୁ, ସେଠି ବି ଦେଲୁ। ଏଠି ଜିଲ୍ଲା କାର୍ଯ୍ୟାଳୟରେ ଆସି କଲେକ୍ଟରଙ୍କ ଇଏରେ ଦେଇଛୁ ଆମ ଦାବିପତ୍ର। ଆଜ୍ଞା ଆଜ୍ଞା ଆମେ ଜାଣିନୁ, ହେଲେ ତ ଡିକ୍ଲାର ହେଇଛି, ଆମେ ଜାଣିନୁ ସେମାନେ ପଇସା ପାଇଛନ୍ତି କି ନାହିଁ, ହେଲେ କିନ୍ତୁ ଡିକ୍ଲାର ହେଇଛି। ମହାକଳପଡ଼ା ବିଡ଼ିଓ ପ୍ରତିଶ୍ରୁତି ଦେଲେ, ମାର୍ଶାଘାଇ ବିଡ଼ିଓ ପ୍ରତିଶ୍ରୁତି ଦେଲେ, ଆଉ ଆଜି ଆଚରଣ ବିଧି ତ ଲାଗିଛି, ଇଲେକ୍ସନ ଯୋଗୁଁ ଯାଇ ହେଉନି ଭିତରକୁ, ଆମେ କମ୍ ଲୋକ ଆସିଛୁ, ସେଥିଲାଗି ଜଣେ ଯାଇକି କଲେକ୍ଟରଙ୍କୁ ଦାବିପତ୍ର ଦେଇକି ଆସିଲେ। କଲେକ୍ଟର କହିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇଏ କରିବେ, ଫରୱାର୍ଡ଼ କରିବେ କାଗଜ।